ओम मन्नाथ श्री जगन्नाथ मदगुरु श्री जगद्गुरु मदात्मा सर्वभूतात्मा तस्मै श्री गुरवे नमः। नीलाचल निवासाय नित्याय परमात्मने बलभद्र सुभद्राभ्यां जगन्नाथाय ते नमः। क्रियायोग परंपरार समस्त गुरु मान को प्रणाम करुचे। विश्वर प्रत्येक संप्रदायर गुरु मान को मु प्रणाम करुचे। उपस्थित भगवत स्वरूपगण सबरी भितरे परमात्मा को उपलब्धि करी मु प्रणाम करुचे। आज सत्संग सर्वप्रथमे आमको जीवनर लक्ष्य निर्णय करिया को पड़िबो। जीवनर लक्ष्य होउछि परमात्मा को उपलब्धि करिबा, निस्वार्थ भावरे मानव सेवा करिबा। आग परमात्मा को उपलब्धि, तापरे निस्वार्थ भावरे मानव सेवा करिबा। यही जीवनर लक्ष्य। आम जीवन रे लक्ष्य जदि निर्णय न होइथब ताले जीवनर यात्रा केबे ठीक ठीक हब नाई। तेणु आमे जीव श्रेष्ठ। भगवान आमको बुद्धि विवेक ज्ञान देइचंती। आमे सब कथा को समीक्षा करि पारुचे, जानी पारुचे, किंतु ए जीवनटा केते जे मूल्यवान, ए जीवनटार मूल्य जे केते आमे ता भल भावरे जानिने। सेतिपई आमे सत्संगर आश्रय नबा, शास्त्र अध्ययन करिबा, साधु संग करिबा, तत्व गुरुंग ठारू दीक्षा ग्रहण करी आमे साधना रे रत रहिबा। मनरे प्रश्न उठुथब, आमे गृहस्थ आश्रम रे आपण माने अछंती। आमे गृहस्थ आश्रम रे रही परमात्मा परम ब्रह्म को उपलब्धि करि पारिबो। शास्त्र लेखा अछि समस्ते परमात्मा परम ब्रह्म को ए संसार भितरे रही उपलब्धि आउ अनुभव करि पारिबे। गृहस्थाश्रम पाई कि वानप्रस्थ आश्रम पाई कि ब्रह्मचारी आश्रम पाई कि सन्यास आश्रम पाई एमिति किछि निर्दिष्टता नाही। भीम बही भजन रे लिखिथिले, कर निष्काम भक्ति सुचिते गो, देहधारी जेते अछ जगते गो। कर निष्काम भक्ति। निष्काम बोले जो थे कामना ना। आपण जेकोसी कर्म करंतु, प्रत्येक कर्म रे आमर कामना रहुछि। तेणु निष्काम कौन? देहधारी जेते अछ जगते गो। जेते तमे जगत रे अछ समस्त को करिया पई कहिले। तेणु निष्काम कौन ना जो कर्म रे मन निवेश हुए नहीं से कर्मटा को निष्काम कर्म कहुए।
ଆପଣ ଯେକୌଣସି କାମ କରନ୍ତୁ ଦେଖନ୍ତୁ ପ୍ରତ୍ୟେକ କର୍ମରେ ଆପଣଙ୍କର ମନୋନିବେଶ ନହେଲେ କୌଣସି ଗୋଟିଏ କର୍ମ କରିହେବ ନାହିଁ। ଆପଣ ଆଶ୍ରମକୁ ଆସିଲେ ଯଦି ମନରେ ଚିନ୍ତା ନ କରିବେ କ'ଣ ଆସିପାରିବେ? ଯଦି ସତ୍ସଙ୍ଗ ଶୁଣିବାକୁ ଇଚ୍ଛା ନ କଲେ ଆପଣ କ'ଣ ବସିକି ଶୁଣିପାରିବେ? ସବୁଥିରେ ମନୋନିବେଶ କରିବାକୁ ପଡ଼ୁଛି। ମନୋନିବେଶ ନ କଲେ କୌଣସି କର୍ମ ହୁଏ ନାହିଁ। ଯେଉଁ କର୍ମରେ ମନୋନିବେଶ ହେଲା ବା କରାଗଲା ତା ସକାମ ହେଇଗଲା। ତା କେମିତି ନିଷ୍କାମ ହେଲା? ଭାଗବତରେ ଉଲ୍ଲେଖ ଅଛି, ଆତ୍ମାକୁ ଆପଣ ଉଧରେ ଜନ୍ମେ ଯା ନିଷ୍କାମ ଜନ୍ମେ ଯା ଶରୀରେ। ଆତ୍ମାକୁ ଆପଣ ଉଦ୍ଧାର କରିପାରିବେ ଯଦି ନିଷ୍କାମ ଭାବ ଆପଣ ଭିତରେ ଆସିବ। ଆତ୍ମାକୁ ଆପଣ ଉଧରେ ନିଷ୍କାମ ଜନ୍ମେ ଯା ଶରୀରେ। ତେଣୁ ନିଷ୍କାମ ଭାବ ନ ଆସିଲେ ଆପଣ କେବେ ଉଦ୍ଧାର ହେଇପାରିବେ ନାହିଁ। ସକାମରେ ଆପଣ ବନ୍ଧନରେ ପଡ଼ିବେ। ଯଦି କର୍ମଟା ସାତ୍ତ୍ୱିକମୟ ହେଇଥିବ ସାତ୍ତ୍ୱିକ ବନ୍ଧନରେ ପଡ଼ିବେ। କର୍ମଟା ଯଦି ରାଜସିକ ହେଇଥିବ ରାଜସିକ ବନ୍ଧନରେ ପଡ଼ିବେ। କର୍ମଟା ଯଦି ତାମସିକ ହେଇଥିବ ତାହେଲେ ତାମସିକ ବନ୍ଧନରେ ଆପଣ ପଡ଼ିବେ। ଯଦି ନିଷ୍କାମ ଭାବ ଆସିବ ତାହେଲେ ଆପଣ ଆଉ ବନ୍ଧନରେ ନ ପଡ଼ି ପରମାତ୍ମା ପରମ ବ୍ରହ୍ମକୁ ଆପଣ ଉପଲବ୍ଧି ଅନୁଭବ କରିବେ। ତାଙ୍କ ସହିତ ଆପଣ ଏକକାର ହେଇଯିବେ। ଆପଣ ଯେଉଁଠୁ ଆସିଥିଲେ ସେଇଠିକି ଫେରିଯିବେ। ଆଉ ଜନ୍ମ ମୃତ୍ୟୁର ଚକ୍ରରୁ ଆପଣ ଉଦ୍ଧାର ପାଇବେ। ଯଦି ନିଷ୍କାମ ଭାବ ଏ ଜନ୍ମରେ ନ ଆସିଲା, ନିଷ୍କାମ କର୍ମ ଯଦି ଆମେ ନ କଲେ, ନିଷ୍କାମ ସାଧନା ଯଦି ଆମେ ନ କଲେ, ତାହେଲେ ଆମେ ପରମାତ୍ମା ପରମ ବ୍ରହ୍ମକୁ ଉପଲବ୍ଧି କରିପାରିବା ନାହିଁ। ଆଉ ନିସ୍ୱାର୍ଥ ଭାବରେ ଆମେ ମାନବ ସେବା କରିପାରିବା ନାହିଁ। ତେଣୁ ନିଷ୍କାମଟା କ'ଣ? ମନରେ ପ୍ରଶ୍ନ ଉଠିବ। ପ୍ରତି କର୍ମ, କଥା କହିବା ଗୋଟେ କର୍ମ, ବସିବା ଗୋଟେ କର୍ମ, ଚାଲିବା ଗୋଟେ କର୍ମ, ପ୍ରସାଦ ପାଇବା ଗୋଟେ କର୍ମ, ଗୀତ ବୋଲିବା ଗୋଟେ କର୍ମ। ଯାହା କରାଯାଏ ତା କର୍ମ। ଏଥିପାଇଁ ମନୋନିବେଶ କରାଯାଏ। କ'ଣଟା କଲେ କେଉଁ କର୍ମ ହେଉଛି ଆମର ମନୋନିବେଶ ନାହିଁ କିନ୍ତୁ କର୍ମଟି ଚାଲିଛି। ସେଇ କର୍ମଟି ହେଉଛି ଶ୍ୱାସ ପ୍ରଶ୍ୱାସର କ୍ରିୟା। ଦେଖନ୍ତୁ ଆପଣ ଶୋଇଛନ୍ତି, ଶ୍ୱାସ ପ୍ରଶ୍ୱାସ କ୍ରିୟା ଚାଲିଛି। ଆପଣ ବସିଛନ୍ତି, ଶ୍ୱାସ ପ୍ରଶ୍ୱାସର କ୍ରିୟା ଚାଲିଛି। ଆପଣ ଖାଉଛନ୍ତି, ଶ୍ୱାସ ପ୍ରଶ୍ୱାସର କ୍ରିୟା ଚାଲିଛି। ଆପଣ ଯେକୌଣସି କର୍ମ କରୁଛନ୍ତି ଶ୍ୱାସ ପ୍ରଶ୍ୱାସର କ୍ରିୟା ଚାଲିଛି, କିନ୍ତୁ ସେଥିରେ ଆମର ଆଦୌ ମନ ନାହିଁ। ଆମେ କେବେ ନଉନେ, ଆମେ କେବେ ଛାଡ଼ୁନେ। ହେଲେ ସଂସାରରେ କୌଣସି କର୍ମ କ'ଣ ମନକୁ ହେଉଛି? ମନକୁ ହେଉନାହିଁ। ତେଣୁ ଶ୍ୱାସ ପ୍ରଶ୍ୱାସର କ୍ରିୟାଟା, ଯେଉଁ ନିଶ୍ୱାସ ଆଉ ପ୍ରଶ୍ୱାସର କ୍ରିୟାଟା କିଏ ଆମ ଭିତରେ ରହିକି କରୁଛି? ତେଣୁ କିଏ ରହି କରୁଛି? ନା ସେଇ ପରମାତ୍ମା ପରମ ବ୍ରହ୍ମ ସହସ୍ରାରେ ରହି କ'ଣ କରୁଛନ୍ତି? ପ୍ରଶ୍ୱାସଟାକୁ ନେଉଛନ୍ତି, ନିଶ୍ୱାସଟାକୁ ଛାଡ଼ୁଛନ୍ତି। ଆପଣ ପୂଜା କରନ୍ତୁ, ସେଥିରେ ମନୋନିବେଶ କରିବେ, ତାହା ହିଁ ସକାମ। ଆପଣ ଜପ କରନ୍ତୁ, ସେଥିରେ ମନୋନିବେଶ ହେବ, ତାହା ହିଁ ସକାମ। ତେଣୁ ଭଗବାନଙ୍କ ନାମ ସଂକୀର୍ତ୍ତନ କୀର୍ତ୍ତନ କରନ୍ତୁ, ପୂଜା ଉପଚାର କରନ୍ତୁ, ସେଥିରେ ମନୋନିବେଶ ହେବ, ତାହା ହିଁ ସକାମ। କିନ୍ତୁ ଗୋଟିଏ କର୍ମ ଚାଲିଛି ସବୁ ସମୟରେ, ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ। ଯେଉଁ ଦିନ ବନ୍ଦ ହେଇଯିବ
ସେଦିନ ଆପଣଙ୍କର ମୃତ୍ୟୁ ହେଇଯିବ। କେହି ସଂସାରରେ ମରିବାକୁ ଭଲ ପାଆନ୍ତି ନାହିଁ। ସମସ୍ତେ ଚାହାନ୍ତି ଆମେ କେମିତି ଏଠି ରହିବୁ, ରହିପାରିବେ। ଭାଗବତରେ ଲେଖା ଅଛି, ବୁଦ୍ଧି ବିବେକ ଜ୍ଞାନ ବଳେ ମରଣ ଜିଣିପାରେ ହେଳେ। ବୁଦ୍ଧି ବିବେକ ଜ୍ଞାନ ବଳେ ମରଣ ଜିଣିପାରେ ହେଳେ। ଯଦି ଆମର ଦିନକୁ 21,600 ଥର ଶ୍ୱାସ ପ୍ରଶ୍ୱାସ ଯାଉଛି, ଯଦି ଆମେ 21,600 ଥର ଶ୍ୱାସ ପ୍ରଶ୍ୱାସକୁ 100 ଦିନ ବନ୍ଦ କରିଦେବା, ତାହେଲେ ଆମେ କଳ୍ପଯୋଗୀ ହେଇଯିବା। ଗୋଟେ କଳ୍ପ ପର୍ଯ୍ୟନ୍ତ ଆମେ ରହିପାରିବା। ଆମର ମୃତ୍ୟୁଟା ଇଚ୍ଛାଧୀନ ହବ। ଆମେ ଚାହିଁଲେ ମରିବା, ଆମେ ଚାହିଁଲେ ବଞ୍ଚିକି ରହିବା। ଯେମିତି ମୃତ୍ୟୁ ଆମକୁ ଗ୍ରାସ କରୁଛି ଆମେ ଜାଣିପାରୁନେ, ସେମିତି ଯଦି ଆମେ ଶ୍ୱାସ ପ୍ରଶ୍ୱାସକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିକି ଶ୍ୱାସ ନେବାଟା ହେଉଛି ପୂରକ, ଅବରୁଦ୍ଧଟା ହେଉଛି କୁମ୍ଭକ, ଛାଡ଼ିବାଟା ହେଉଛି ରେଚକ। ଯଦି ଆମେ ଶ୍ୱାସ ପ୍ରଶ୍ୱାସକୁ ନେଲେ, ରଖିଲେ ଆଉ ଛାଡ଼ିଲେ ନାହିଁ, ସେମିତି ରଖିକି ଆପଣ ବସିଛନ୍ତି, ଯଦି 3 ମାସେ 10 ଦିନ ବସିଯିବେ, ତାହେଲେ ଆପଣ ମୃତ୍ୟୁକୁ ଜୟ କରିଯିବେ। ତେଣୁ ସାଧନା ଦରକାର। ଏ ଭୌତିକ ଜଗତରେ କୌଣସି ଆଚିଭମେଣ୍ଟସ୍ ଲାଭ କରିବାକୁ ହେଲେ ଆମକୁ କେତେ ପରିଶ୍ରମ କରିବାକୁ ପଡ଼ୁଛି। ସମସ୍ତଙ୍କର ଏକ୍ସପିରିଏନ୍ସ ଅଛି। ପୁଣି ଯେଉଁ ପରିଶ୍ରମ ଆମେ କରୁଛେ ତା ଯେ ମିଥ୍ୟା, ଯାହା ଉପାର୍ଜନ କରୁଛେ ତା ଯେ ମିଥ୍ୟା, ତା ଆମ ସାଥିରେ କେତେବେଳେ ଯିବ ନାହିଁ। ଆପଣଙ୍କର ଜମି କ'ଣ ସାଥିରେ ଯିବ? ଟଙ୍କା ପଇସା କ'ଣ ଆପଣଙ୍କର ସାଥିରେ ଯିବ? ଆପଣଙ୍କର ବ୍ୟାଙ୍କ ବାଲାନ୍ସ କ'ଣ ସାଥିରେ ଯିବ? କିଛି ଯିବ ନାହିଁ। ସାଥିରେ କେବଳ ଯିବ ସେଇ ପୂର୍ଣ୍ଣଫଳ ଧର୍ମ ଆପଣ ସାଥିରେ ଯିବ। ସାଥିରେ ସମ୍ବଳ ରଖ ପୂର୍ଣ୍ଣ ଧନ, ଗୋପନେ ଅତି ଯତନେ, ମନ ଚାଲ ନିଜ ନିକେତନେ। ଆମେ ସଚେତନ ନୁହଁ, ଆମ ଭିତରେ ସେ ଜ୍ଞାନ ଆତ୍ମଜ୍ଞାନ ଆସିନାହିଁ। ଆମ ଭିତରେ ବିଷୟ ଜ୍ଞାନ ବା ସାଂସାରିକ ଜ୍ଞାନ ଅଛି। ଆମେ ଦେଖୁଛେ ସଂସାରରେ ସମସ୍ତେ ଯେଉଁ ସ୍ରୋତରେ ଚାଲିଛନ୍ତି, ମ୍ୟାକ୍ସିମମ୍ 99% ଯାହା ଆମ ଆଖି ଆଗକୁ ଦେଖାଯାଉଛି, ସମସ୍ତେ ଯେଉଁଥିରେ ଚାଲିଛନ୍ତି, ଆମେ ସେଇ ସ୍ରୋତରେ ଚାଲିବାକୁ ଚେଷ୍ଟା କରୁଛୁ ବା ଚାଲୁଛୁ। ଆମେ ସାଧୁ ସନ୍ନ୍ୟାସୀ, ସାଧୁ ବା ସନ୍ଥ ବା ମହାତ୍ମା ବା ମହାପୁରୁଷ ମାନଙ୍କୁ ଦେଖୁନୁ, କାହିଁକି? ସେମାନଙ୍କର ସଂଖ୍ୟା ବହୁତ କମ୍। ଯଦି ଭାରତ ବର୍ଷରେ 140 କୋଟି ଲୋକ ହୁଅନ୍ତି, କୋଟିଏ କ'ଣ ସାଧୁ ସନ୍ଥ ହେବେ? କେତେ ଲକ୍ଷ ହେବେ? ସେମାନେ କ'ଣ ଦେଖାଯାଉଛନ୍ତି? ତେଣୁ ସମସ୍ତେ ଯାହା କରୁଛନ୍ତି ଆମେ ସେଇଟା କରିବା ପାଇଁ ଇଚ୍ଛା କରିବା ନା ଆଉ। ତେଣୁ ସେଥିଲାଗି ଆମକୁ ସେଇ ଶିକ୍ଷାଟା, ସେଇଭଳି ପରିବେଶ ଆମକୁ ଗୃହସ୍ଥାଶ୍ରମରେ ମିଳିନାହିଁ। ଯଦି ପିଲା ଦିନରୁ ଆମକୁ ଗୃହସ୍ଥାଶ୍ରମରେ ଯଦି ଆଧ୍ୟାତ୍ମିକ ଶିକ୍ଷା ଦିଆଯାଆନ୍ତା, ଆଉ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରାହୁଅନ୍ତା, ଆମେ ସାତ୍ତ୍ୱିକ ଜୀବନ ଯଦି କାଟନ୍ତେ ଏବଂ ନିଜ ଭିତରେ ଆତ୍ମା, ସବୁରି ଭିତରେ ଆତ୍ମା ବା ନିଜ ଭିତରେ ଭଗବାନ, ସବୁରି ଭିତରେ ଭଗବାନ
ମୁଁ ସେଇ ପରମାତ୍ମାଙ୍କର ଅଂଶ ବିଶେଷ। ସମସ୍ତେ ଯଦି ପରମାତ୍ମାଙ୍କର ଅଂଶ ବିଶେଷ, ଯଦି ଏଇ କନସସନେସ୍, ଏଇ ଚିନ୍ତାଧାରାଟା ଆମରି ଭିତରେ ବଳବତ୍ତର ଏଇ ସବୁ ସମୟରେ ରହିବ, ଆପଣଙ୍କ ଭିତରେ କ'ଣ ହବ? ଅହିଂସା ଭାବଟା ପ୍ରତିଷ୍ଠା ହେବ। ଆପଣ କାହାରିକୁ ହିଂସା କରିପାରିବେ ନାହିଁ, କାହାରିକୁ ପଦେ ପରନିନ୍ଦା ପରଚର୍ଚ୍ଚା କରିପାରିବେ ନାହିଁ, ପର ବିରୁଦ୍ଧରେ ପଦେ କଥା କହିପାରିବେ ନାହିଁ ଏବଂ ସମସ୍ତଙ୍କୁ ଦେଖିଲେ ଆପଣ ଆନନ୍ଦ ଅନୁଭବ କରିବେ। ଆନନ୍ଦଟାକୁ ବ୍ୟକ୍ତ କରିହୁଏ ନାହିଁ, ପରିପ୍ରକାଶ କରିହୁଏ ନାହିଁ। ଯେମିତି ମିଠା ଖାଇଲେ ମିଠାଟା କେମିତି ଲାଗୁଛି କାହାରିକୁ କହିହୁଏ ନାହିଁ, ସେଇଭଳି ଆନନ୍ଦଟା ବ୍ୟକ୍ତ କରିହୁଏ ନାହିଁ। ତାହିଁ ଅନୁଭବର କଥା, ଉପଲବ୍ଧିର କଥା। ତେଣୁ ଆମେ ଏଇ ଧାରଣା ଆମ ଭିତରେ ନାହିଁ। ଆମ ଭିତରେ ଗୃହସ୍ଥାଶ୍ରମ ଯେଉଁ ରହିଛେ ସେଇଟା ସମ୍ପୂର୍ଣ୍ଣ ଭାବରେ ଏଭଳି ଦିନକୁ ଦିନ କଳୁଷିତ ହୋଇଯାଇଛି ଯେ ସେଇଟା ରାଜସିକ ପରିବେଶ, ତାମସିକ ପରିବେଶରେ ପରିଣତ ହୋଇଯାଇଛି। ସେଠି ସାତ୍ତ୍ୱିକ ଚିନ୍ତାଧାରା, ସାତ୍ତ୍ୱିକ କଥା କି ଆଧ୍ୟାତ୍ମିକତା ଗୋଟେ ଜିନିଷ ବା ଈଶ୍ୱର କ'ଣ, ଭଗବାନ କ'ଣ, ଗୁରୁ କ'ଣ, ତାହା ଆଉ ନାହିଁ।